ଦେଖନ୍ତୁ ଆପଣମାନେ ମୋ ଜୀବନଟାକୁ କେଉଁ ଭାବେ ଗତି କରୁଛି। ଠାକୁର କହିଲେ ତୁମ ଜୀବନକୁ ଯେଉଁଠାରେ ବଳିଦେବ ନିଶ୍ଚୟ ସେହିପରି ଜୀବନ ଲାଭ କରିବ। ପୁଣି କ'ଣ କହିଲେ? ସଦ୍ଗୁରୁଙ୍କ ଶରଣାପନ୍ନ ହୁଅ, ସଦ୍ନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି ତୁମର ଉନ୍ନତି ପାଇଁ ତୁମକୁ ଭାବେ କରିବ ନାହିଁ। କେତେ ବଡ଼ କଥା ଠାକୁର କହିଲେ। ଆମର ଉନ୍ନୟନ ପାଇଁ ଆମକୁ ଆଉ ଭାବିବ ନାହିଁ, ସେ ଚିନ୍ତା କରିବେ, ସେ ଧାର ସିଏ ଧରିବେ। ଆମେ ତାଙ୍କ କଥାଟାକୁ ମାନି ଚାଲିବା ଉଚିତ। ସଦ୍ଗୁରୁଙ୍କୁ ଶରଣାପନ୍ନ ହେଇଛେ, ସତନାମ ମନନ କରିବାକୁ ପଡ଼ିବ ହିଁ ପଡ଼ିବ। କେତେ ସୌଭାଗ୍ୟ ଠାକୁର ଏ କଳିଯୁଗରେ ବଞ୍ଚାଇ ରଖିବା ପାଇଁ ସମସ୍ତଙ୍କୁ ସତନାମ ଦେଇଛନ୍ତି ନୀତିମାନଙ୍କ ମାଧ୍ୟମରେ। କଳିଯୁଗ ନାମ ହିଁ ସତ୍ୟ। ହରିନାମ 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 କେବଳ କଳୁ ନାସ୍ତେବ 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 ଗଦେନ୍ନଧା। ଏହି ନାମ ନିଜ ନାମ ହେଇ ମନ ଆପଣ ଧରିଲେ। এই নাম হচ্ছে নিজ নাম। এই নাম ହିଁ ଆମକୁ ଅଷ୍ଟାଦଶତର ପଞ୍ଚମ ହୋଇ ଦେଇପାରିବ। ସେ ଠାକୁରଙ୍କର ବାଣୀ। ଆଚାର୍ଯ୍ୟ ଦେବ ଅଭିନ୍ଦାତ କହୁଥିଲେ, ଆଚାର୍ଯ୍ୟ ଦେବ ବି କହୁଥିଲେ, କମିଶନର ଆମେ ସବୁ ଯାଇଥିଲୁ ପ୍ରାର୍ଥନା ବିଷୟ। ଅଭିନ୍ଦା କହୁଛନ୍ତି ପ୍ରାର୍ଥନା ବୁଲି ବୁଲି କର। କେତେ ଜଣଙ୍କ ହଉଛି ନ ହଉଛି ଆମେ ସମସ୍ତେ ଜାଣିଛେ। ଯାହା ହଉ ନାମଧାନ ଇଷ୍ଟଭୂତ କରୁଛନ୍ତି, କିନ୍ତୁ ପ୍ରାର୍ଥନାକୁ ଟିକେ ଅଭ୍ୟାସ କରି ଚାଲନ୍ତୁ। ପ୍ରାର୍ଥନା ଭିତରେ ଅବିନ୍ଦାଜ କହିଛନ୍ତି এই ପ୍ରାର୍ଥନାଟା ଅଭ୍ୟାସଗତ କରିବାକୁ ଯାଅ। ଅଭ୍ୟାସ ମାନେ ଘୋଷି ପଡ଼ିବା ତାହା ନୁହଁ। ନିଜ ଚରଣ ଚରିତ୍ର ଭିତରେ ସେ ପ୍ରାର୍ଥନାକୁ ଫୁଟେଇ ଉଠ। এই ପ୍ରାର୍ଥନା ହିଁ ତୁମକୁ ଜୀବନର ଅଲୌକିକତା ଘଟିବ। ଏ ଅବିନ୍ଦା କହୁଥିଲେ କର୍ମୀ ସମ୍ମିଳନୀରେ। ଆଚାର୍ଯ୍ୟ ଦେବତା ସେଇ କଥା କହୁଥିଲେ। ଟ୍ରେନ ଆସିବାର କଥା, ଯାହାକି ବାଲେଶ୍ୱର ଦୁର୍ଘଟଣା ହଉଥିବ ଶୁଣିଥିବେ ଆପଣ। ବହୁତ ବଡ଼ ଦୁର୍ଘଟଣା, ଏତେ ବଡ଼ ବିପଦ ଦୁର୍ଘଟଣା ଆପଣ କେବେ ଶୁଣିନଥିବେ। ପୂଜ୍ୟପାଦ ଆଚାର୍ଯ୍ୟ ଦେବ କହୁଥିଲେ, ଯୋଉ ଭଙ୍ଗୀରେ ଗୁରୁ ଭାଇ ମାନେ ସନ୍ଧ୍ୟା ବିନତି କରୁଥିଲେ, ସନ୍ଧ୍ୟା ବିନତି ସରିଛି, ନାମ ଧ୍ୟାନ ରତ ହୋଇଛନ୍ତି, ତାପରେ ପରେ ଆକ୍ସିଡେଣ୍ଟ ଘଟିଛି। କୌଣସି ଗୋଟିଏ ବି ଗୁରୁ ଭାଇର କିଛି ବି ହୋଇନାହିଁ। ଇଏ ତ ମିରାକଲ, ଇଏ ତ ଅଲୌକିକତା। ଯାହା ଅବିନ୍ଦା କହୁଛନ୍ତି ଅଭ୍ୟାସ ଯଦି କର ପ୍ରାର୍ଥନା, ଅଲୌକିକତା ଜୀବନରେ ଘଟିବ। ଆଚ୍ଛା ତ ଏଇ ଉଦାହରଣ ଦେଖିଲେ ଅଲୌକିକତା କ'ଣ? ସେ ଅଲୌକିକତା ଯାହା ଇଚ୍ଛା, ସେ ଅଲୌକିକତା ଯାହା ବି ହେଉନା କାହିଁକି, ମୁଁ ଠାକୁରଙ୍କୁ ଗ୍ରହଣ କରିଛି, ମୁଁ ବ୍ରାହ୍ମ ମୁହୂର୍ତ୍ତରେ ଉଠିବି, ଏ ବିଜୟ ମନ୍ତ୍ରକୁ ମୁଁ ମନନ କରିବି। ଏ ନାମ ନିଜ ନାମ ଠାକୁର ପୁଣି ସେ ପ୍ରାର୍ଥନା କହିଛନ୍ତି, ଏ ନାମକୁ ଛାଡ଼ିଦେଲେ ଆମର ଗତି ନାହିଁ, ମୁକ୍ତି ନାହିଁ, କିଛି ନାହିଁ। ଯେତେବେଳେ ଯାହା କରୁନା କାହିଁକି ଏ ନାମ ନିଜ ନାମ ହେଇ ମନ ଆପଣ ଧରିଲେ। ଧାମ ଧାମ ନିରୀକ୍ଷତେ ଚାଲେ ପାବେ ନିଜ ଘର ଭାଷା। ନିଜ ଘର ଭାଷା ମାନେ କ'ଣ? ପରମାତ୍ମା ଯୋଉ ଆସିଛନ୍ତି ସେ ଅଷ୍ଟାଦଶ ସ୍ତରରୁ ସେ ନିଜ ଘର ଭାଷାକୁ ଆମେ ସବୁ ସିଢି ଆସିଛି। ଏ ଷଡ଼ଚକ୍ର ଦେଇ ବ୍ରହ୍ମା ବିଷ୍ଣୁ ଶିବ ଅନାମିର ଅଗାମୀ ଅଷ୍ଟାଦଶ ସ୍ତର ଅଛି। ସେ ସ୍ତରକୁ ଯିବାର ରାସ୍ତା ଠାକୁର ଦେଖେଇଛନ୍ତି। ଏହି ହେଉଛି ସତନାମ, ଏହି ହେଉଛି ସଦୀକ୍ଷା, ଏହି ହେଉଛି ପ୍ରାର୍ଥନା, ଯାହାକୁ ଆମକୁ ଗୁରୁ ପରମ୍ପରା ଦେଇ ଆଚାର୍ଯ୍ୟ ପରମ୍ପରା ଦେଇ ଶିଖାଇ ଆସିଛନ୍ତି। ଠାକୁର ଯୋଉ ଆସିଥିଲେ, ଭଗବାନ ଶ୍ରୀରାମଚନ୍ଦ୍ର ବି ଆସିଥିଲେ, ଶ୍ରୀକୃଷ୍ଣ ଭଗବାନ ବି ଆସିଥିଲେ, କିନ୍ତୁ ତାପରେ ରହିଲା କ'ଣ? ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏମିତି ଏତେ ଅମୋଘ ବସ୍ତ୍ର ନେଇ ଆସିଛନ୍ତି ଆଚାର୍ଯ୍ୟ ପରମ୍ପରା। ଆଜି ଦେହରେ ସ୍ତମ୍ଭୀଭୂତ ସମସ୍ତେ କର୍ମୀମାନେ ତାଙ୍କର କଥା ପଦକେ ଶୁଣିବା ପାଇଁ। ଆଜି ଥରେ ତାଙ୍କେ କହିଦେଇଛନ୍ତି, ପ୍ରାର୍ଥନା ଗଞ୍ଜାମ ଜିଲ୍ଲା ଘୁରି ବୁଲୁଛନ୍ତି। ଶରଣ ବ୍ଲକରେ ସବୁ ଜାଗା ପ୍ରାୟ ଉପଜେଲା କେନ୍ଦ୍ରରେ ପ୍ରାର୍ଥନା ଚାଲିଛି। ଇଏ ତ ହେଉଛି ଠାକୁରଙ୍କ କର୍ମ। ମାନିବାଟା ହେଉଛି ଆମମାନଙ୍କ ଧର୍ମ। ଗୁରୁ ପରମ୍ପରାକୁ ଯେଉଁମାନେ ଗୁରୁ ଆଚାର୍ଯ୍ୟଙ୍କୁ ମାନୁଛନ୍ତି, ତାଠାରୁ ବଡ଼ ଧର୍ମ କ'ଣ ଅଛି? ଅନ୍ନଦାନ ତ ସମସ୍ତେ କରିଦେବେ, ଧର୍ମଦାନ ଏତେ ସହଜ ନୁହେଁ ଭାଇମାନେ। ଧର୍ମ ଦାନ କରିବା ହେଉଛି ମହତ୍ୱପୂର୍ଣ୍ଣ। ଧର୍ମ ରାସ୍ତାରେ ଲୋକକୁ ଆଣିବାଟା ଏତେ ସହଜ ନୁହେଁ। ତେଣୁ ଆଚାର୍ଯ୍ୟ ପରମ୍ପରା ଲାଗି ରହିଛନ୍ତି ଆମର ସମସ୍ତ ଭାଇ ଓ ମା ମାନଙ୍କ ସାରା ବିଶ୍ୱ ପାଇଁ। ଠାକୁର ସେଦିନ କହିଥିଲେ, everybody will not come
ଏ ବିଶ୍ୱ ଚେତନଗରାଦି ଗ୍ରାମ ସର୍ବତ୍ର ପ୍ରଚାରି ବହି ସତନାମ। ଏ ବିଶ୍ୱ ଚେତନଗରାଦି ଆଶ୍ଚର୍ଯ୍ୟ ହଉଛ ଭାଇ ଲୋକମାନେ। ଏ ବିଶ୍ୱ ଏତେ ବଡ଼ ବିଶ୍ୱ କେମିତି ପ୍ରଚାର ହବ? ଠାକୁର କହିଛନ୍ତି ପରମ ପିତା ମୋ ଦେଇ ଯାହା କହିଛନ୍ତି ତାହା ନିଶ୍ଚୟ ହେବ। ଯାହାକି ଆଚାର୍ଯ୍ୟ କହୁଥିଲେ ଶୁଣୁଥିବେ ଅବିନ୍ଦାଙ୍କୁ, ତୁ ଯଦି ମୋର ବୟସ ହବ ଦୁନିଆଟା ଠାକୁର ଠାକୁର ହଉଥିବେ। ସେ ଯାହା ହଉ ଆମେ ତାଙ୍କ ନୀତି ନିୟମ କିଛି କରି କରି ଚାଲିବା। ଆଗକୁ ଗୋଟେ କର୍ମର ଆହ୍ୱାନ ଆସିଛି, ସେ କର୍ମର ଆହ୍ୱାନଟା ମୁଁ କିଛି କହି ମୋ ବକ୍ତବ୍ୟ ଶେଷ କରିବି। ଆମର ଗୋଟେ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତରେ ବାହାରିଛନ୍ତି ଆସନ୍ତା 13 ତାରିଖରେ, 13 ତାରିଖରେ ବାହାରିବେ, 14ରେ ପହଞ୍ଚିବେ। ରାତ୍ର ରହିବେ ଧରାକୋଟ, ଏଇଠି ଶରଣ ପହଞ୍ଚିବେ 9ଟାରୁ 10:30 ଭିତରେ ମିଟିଂ ହବ। ଆମେ ସମସ୍ତ ଗୁରୁ ଭାଇମାନଙ୍କ ଦାୟିତ୍ୱ କ'ଣ? ଯେଉଁମାନେ ଉପଯୋଜନା କେନ୍ଦ୍ରରେ ଅଛନ୍ତି, ଦାୟିତ୍ୱରେ ଅଛନ୍ତି, ସେମାନେ ନିଶ୍ଚିତ ଭାବେ ଉପସ୍ଥିତ ହେବେ। ସମସ୍ତ ମୋର ଅନୁରୋଧ, ଗୁଡ଼ାଏ ମିଟିଂ ହେଇଛି, ସମସ୍ତେ ହଁ କରୁଛନ୍ତି, ପୁଣି ସେୟା ହିଁ ହେଇଯାଉଛି। ଆମ ରେଜିଷ୍ଟର ମେଣ୍ଟେନ ହଉନି। ଇଷ୍ଟବୃତ୍ତି ଆସୁଛି, ଇଷ୍ଟବୃତ୍ତି ବଣ୍ଟା ହେଇଯାଉଛି, କିନ୍ତୁ ରେଜିଷ୍ଟର ମେଣ୍ଟେନ ହଉନି। ସମସ୍ତ ଉପଯୋଜନା କେନ୍ଦ୍ରର ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ମୋର ନିବେଦନ ଗୋଟେ ରେଜିଷ୍ଟର ରଖିବେ। ଜଣେ କି ଇଷ୍ଟବୃତ୍ତି ନେଇ ଆସିଲା, ତାର ନାମ, ତାର ଗ୍ରାମ, ଫ୍ୟାମିଲି କୋଡ୍, ମୋବାଇଲ ନମ୍ବର, କେତେ ମାସ କେତେ ଟଙ୍କା, এই ଅନୁସାରେ 4ଟା ବି ଇଷ୍ଟବୃତ୍ତି ହଉ, କିନ୍ତୁ ସେ ଉପଯୋଜନା କେନ୍ଦ୍ରରେ ସେ ଖାତା ରହିବ, ଲେଖା ରହିବ। ଏଇଟା ସବୁଠି ଚାଲିଛି ବି, କୁହା ହଉଛି। ଏଇଟା ମାନିବା ହେଉଛି ଆମର କର୍ତ୍ତବ୍ୟ। ସମସ୍ତ ଭାଇ ଯେଉଁମାନେ ଉପଯୋଜନା କେନ୍ଦ୍ର ଦାୟିତ୍ୱ ଅଛନ୍ତି, ଗୋଟେ ରେଜିଷ୍ଟର ଖାତା ନେଇକିରି ଇଷ୍ଟବୃତ୍ତି ଲେଖାକୁ ପ୍ରତି ମାସରେ କରିନିଅନ୍ତୁ। ଏ କର୍ମଟା କରିବା ଭିତରେ ଆମେ କ'ଣ ହେବା ଆମେ ବୁଝିପାରିବା। ଠାକୁରଙ୍କ କର୍ମ ଦେଇ ହିଁ ସବୁ କିଛି। ଇଷ୍ଟବୃତ୍ତି ଲେଖା ହେଲା, ତାପରେ ନାମ, ତାପରେ ଗ୍ରାମ, ତାପରେ କେତେ ମାସ ଧର, ତାର ମୋବାଇଲ ନମ୍ବର, ତାପରେ ଏଇଠି ଆମର ମିଟିଂ ସରିଲା ପରେ ତାପରେ ଯିବେ ଅନ୍ୟତ୍ର ସେମାନେ, ତାପରେ ରହିବେ ରାତି କୋଉଠି 3 ଦିନ ସେମାନେ ଆସିଛନ୍ତି। 3 ଦିନ ତାଙ୍କର କାର୍ଯ୍ୟ ନିବାସ କରି ସେ ଫେରିବେ। ସମସ୍ତଙ୍କୁ ଅନୁରୋଧ 14 ତାରିଖ 9:30 9ଟାରୁ 10ଟା ଭିତରେ ଯୋଉ ଉପଯୋଜନା କେନ୍ଦ୍ର ଯୋଉ ଦାୟିତ୍ୱ ଭାଇମାନେ ଅଛନ୍ତି ସେମାନେ ସେଠି ଉପସ୍ଥିତ ହେବେ। ତାଙ୍କ ଉପସ୍ଥିତ ହେବେ। ମୁଁ ପୁଣି ଥରେ ନିବେଦନ କରେ, ଜାଗାଟା କୋଉଠି? ହନୁମାନ ମନ୍ଦିର ଆଗରେ। ହନୁମାନ ମନ୍ଦିର ଆଗରେ ଆମର ଯୋଉ ଘର ଭଡ଼ା ନିଆଯାଇଛି, ସେଠାରେ ସମସ୍ତେ ପହଞ୍ଚିବା ନିବେଦନ। ଯେଉଁମାନେ ଅଗ୍ରଣୀ ଭାଇ ଓ ମା ମାନେ ଆସୁଛନ୍ତି ଆସିଲେ ବି ଶୁଣିବେ। ସମସ୍ତେ ସେଠି ଆମେ ଯୋଗଦାନ କରି ନିଜକୁ ଧନ୍ୟ କରିବା। ଏତିକି ରହିଲି।